ଶ୍ରଦ୍ଧାଳୁ ଗୁରୁ ଭାଇ ମାନେ, ସ୍ନେହମୟୀ ମା ମାନେ, ଉପସ୍ଥିତ ଅନୁପସ୍ଥିତ ସଭିଙ୍କୁ ମୋର ଆନ୍ତରିକ ରା ଓ ଜୟଗୁରୁ ନିବେଦନ କରିବା ସହିତ ସମସ୍ତଙ୍କର ଶାନ୍ତି ସ୍ୱସ୍ତି ସୁଦୀର୍ଘ ନିରାମୟ ଜୀବନ ପାଇଁ ସେଇ ପରମ ପିତାଙ୍କ ନିକଟରେ ମୁଁ ପ୍ରାର୍ଥନା ରଖେ। ଯାହା ହଉ ଆଜି 1726 ଦିବସରେ ବିଭିନ୍ନ ଭାଇ ମା ମାନେ ଭୋଗ ନିବେଦନ କରିଛନ୍ତି, ଯଥା ନବୀନ କୁମାର ନାୟକ ଦାଦା, ରାମପ୍ରସାଦ ମିଶ୍ର ସହପ୍ରତୀକ ଦାଦା, ମା ଅନୁପମା ଦାସ ମା ଏବଂ ପ୍ରକାଶ ଚନ୍ଦ୍ର ବେହେରା ଭାଇ, ସମସ୍ତଙ୍କର ପାରିବାରିକ ମୂଳ ଉଦ୍ଦେଶ୍ୟରେ ମୁଁ ସେଇ ପରମ ପିତାଙ୍କ ନିକଟରେ ପ୍ରାର୍ଥନା ରଖେ। କାଲି ଏଟା ତ ମୋର ଦ୍ୱିତୀୟବାର ବିଜ୍ଞାନ ଭାଇ କହୁଥିଲେ ଆପଣ ମାନଙ୍କୁ। ବାସ୍ତବିକ କାଲି ସନ୍ଧ୍ୟାରେ ଏମିତି ବସିଛି କିଛି କଥା ହବା ଭିତର ଦେଇକରି ବିଜ୍ଞାନ ଭାଇ ମତେ ରିଙ୍ଗ କଲେ, ଅଭିମନ୍ୟୁ ଭାଇ କିଛି ଗୋଟେ ଇଷ୍ଟ ଆଲୋଚନା କାଲି ସକାଳୁ ରଖନ୍ତୁ। ହଁ ମାରିଦେଲି, କିନ୍ତୁ ବିଶେଷ କାମ ଲାଗି କାଲି ମୁଁ ରାତି 10ଟାରେ ଘରକୁ ଫେରିଛି। ଗୋଟେ ମିନିଟ ମଧ୍ୟ ବି ସମୟ ପାଇନାହିଁ। ସକାଳ 4 ସାଢେ 4ଟାରୁ ମାନେ ଉଠେ ଏକା, ଉଠିକିରି ମୋର ସମସ୍ତ ନିତ୍ୟକର୍ମ ଠାକୁରଙ୍କର ବାସନ ମାଜିବାଠୁ ଆରମ୍ଭ କରି ଫୁଲ ତୋଳିବା କାର୍ଯ୍ୟକ୍ରମ ଏବଂ ଠାକୁରଙ୍କୁ ପୂଜା ପ୍ରାର୍ଥନା ସାରିକିରି ଜଷ୍ଟ ମୁଁ ଅନ୍ କଲି, ସେତେବେଳକୁ ବୋଧହୁଏ କୀର୍ତ୍ତନ ଚାଲିଥିଲା। ମୁଁ ଆସିକିରି ବସିଛି, ନୋ ପ୍ରିପାରେସନ। ଠିକ ଅଛି, କିଛି ଅସୁବିଧା ନାହିଁ। ପରମ ପିତାଙ୍କର କଥା ଯାହା ବି କହିଲେ ମଣିଷକୁ ସୁନ୍ଦର ଲାଗେ, ଯଦି ଅନ୍ତର ଭିତରେ ପରମ ପିତାଙ୍କ ପ୍ରତି ଭଲ ପାଇବାଟା ଥିବ, ଯାହା କହିଲେ ବି ସୁନ୍ଦର ଲାଗିବ। କାରଣ ଠାକୁର ତ ନିଜେ କହିଛନ୍ତି, ବିଶ୍ରୀରେ ସୁନ୍ଦରତା ଦେଖିବାକୁ ଚେଷ୍ଟା କର। କଣ ବା ଆଲୋଚନା କରିବି? ଦୀର୍ଘ 1726 ଦିନ 25 ଦିନ ଗଲାଣି ଭାରି, ପାଖାପାଖି 3 ବର୍ଷ ହବାକୁ ଯାଉଛି। ଆଉ 99 ଡେଜ ହେଲେ ବା ବିଶେଷ କରି 100 ଦିନ ପୁରିଲେ 3 ବର୍ଷ ପୂରିବ, କୁହାଯାଇପାରେ 3 ବର୍ଷ ପାଖାପାଖି ହେଇଗଲାଣି। ବହୁତ କଥା ଆମେ ଶୁଣିଲେଣି, ବହୁତ କଥା ଏ କାନ ଶୁଣିଲାଣି। ବହୁତ ଆବାସୀ ହଉ କିମ୍ବା ଫିଜିକାଲ ସତ୍ସଙ୍ଗ ହଉ ଆମେ ସବୁ ଆଟେଣ୍ଡ କରି ସାରିଲେଣି। ଏଠି ହଠାତ୍ ବସିଛି, ମନ ଭିତରେ ମୋର ଆସିଲା ଗୋଟିଏ ଜିନିଷ, ବୋଧହୁଏ ତାକୁ ନେଇକରି ଆଲୋଚନା ରଖିପାରେ। ଆମେ ମାନେ ସମସ୍ତେ, କିଏ 5 ବର୍ଷ ହେଲାଣି, କିଏ 10 ବର୍ଷ ହେଲାଣି, କିଏ 20 ବର୍ଷ ହେଲାଣି, କିଏ 25 ବର୍ଷ ହେଲାଣି, କିଏ 30 ବର୍ଷ ହେଲାଣି ଆମେ ଦୀକ୍ଷା ନେଇଛେ। ପରମ ପିତାଙ୍କର ଚରଣାଶ୍ରିତ ଆମେ ବିଭିନ୍ନ ସମୟ ମାନଙ୍କରେ ବା ଏଇ ଯୋଉ ଗ୍ୟାପ 20-25 ବର୍ଷ, ଆବଶ୍ୟକ ପଡ଼ିଲେ ମଧ୍ୟ ବି 30-40 ବର୍ଷ ହେଲାଣି ମଧ୍ୟ ଭାଇମାନେ ଦୀକ୍ଷା ନେଇଛନ୍ତି, ଯୋଉମାନେ ଆସିକି ବାର୍ଦ୍ଧକ୍ୟର ବା 4th ଷ୍ଟେଜରେ ଉପନୀତ ହେଲେଣି, ବା ବର୍ତ୍ତମାନ ଭାଇ ମା ମାନେ ମଧ୍ୟ ଉଦ୍ଭୁତ ହେଇକି ଦୀକ୍ଷା ନଉଛନ୍ତି। ଏଠି ଗୋଟେ ମନରେ ପ୍ରଶ୍ନ ଉଠେ, ଆମେ ଠାକୁରଙ୍କୁ ଦୀକ୍ଷା ନେଇକିରି ପାଇଛେ କଣ? ବୋଧହୁଏ ଏଇଟା ଆସିଲା ମନ ଭିତରେ, ଆକୁ ନେଇକିରି କିଛି ଆଲୋଚନା ରଖୁଛି। ବାସ୍ତବିକ ଆମେ ପାଇଛେ କଣ? ଠାକୁରଙ୍କର ଦୀକ୍ଷା ନେଇକିରି ଆମେ ପାଇଛେ କଣ? ତାର ତ ବହୁତ କିଛି ଉତ୍ତର ହେଇପାରେ। ମଲ୍ଟିପଲ ଆନ୍ସର୍ସ ମେ କମ୍ ମାନେ towards the answer, ଏବଂ varieties of people may give the varieties of answers। ଯିଏ ଯୋଉ ମାଫିକ ଦେଇପାରେ, ଏଥିରେ କିଛି ଭୁଲ ହବ ନାହିଁ। କିନ୍ତୁ ଏମିତି ଦିନେ ଠାକୁର ବସିଛନ୍ତି, ହଠାତ୍ ଭକ୍ତ ପ୍ରବର ସୁଶୀଲ ଚନ୍ଦ୍ର ବସୁ ତାଙ୍କୁ ଠାକୁର ପଚାରୁଛନ୍ତି, ସୁଶୀଲ ଦା, ଆପଣ ଦୀକ୍ଷା ନେଇକିରି ପାଇଛନ୍ତି କଣ? ସୁଶୀଲ ଦା ପ୍ରଥମେ ଡରିଗଲେ, କାହିଁକିନା ନିଜେ ସ୍ୱୟଂ ମାଲିକ ପଚାରୁଛନ୍ତି ଦୀକ୍ଷା ନେଇକିରି ପାଇଲ କଣ? କଣ ବା ଉତ୍ତର ଦେବେ?
से किसी स्थिर कर पारना कौन उत्तर देवे तापरे से नीरवता भंग करी ठाकुर पचार सुशीलदा एमती किसी गोटे उत्तर दियो जहां नहीं मु खुशी हो सुशीलदा आउ डरी गले कहले एक तो प्रथम पचार मु कौन कहबी निजे जो स्वयं मालिक प्रश्न पचार कौन कहबी ता भीतर पुणी ठाकुर कहते सुशीलदा एमती किसी उत्तर दियो जहा फल कि खुशी हो से पूरा गोटे प्रकार माने थरिबा अवस्था आसिक पूरा धीर स्थिर होकर मुह तलक पोतिक बसती ठाकुर कहले सुशीलदा आपण को मु 3 दिन समय देली ये 3 दिन भितर मते आपण कहतु दीक्षा नहीं आपण पाइचंती कौन सुशीलदा से अवस्था घर को आसुच्च प्रबल बेगे नाम कर बसिक ठाकुर ध्यानस्थ होकर 3 दिन काल नाम ध्यान बसिक अति आकुल व्याकुल रूपे परम पिता हे परम पिता मते ही आपण कुहाई दियंतु मते ही तुम्हें कुहाई दियो दीक्षा नहीं मु पाइछि कौन मु तो अनेक पाइछि किंतु आपण जो प्रश्न पचार एमती किसी उत्तर को जहाँ को लेकर मु खुशी हेबी से उत्तरटा प्रभु मते कही दियो प्रभु प्रथम दिन जाइछि द्वितीय दिन जाइछि तृतीय दिन ध्यानस्थ अवस्था मन को हठात गोटे आंसर पड़े आसी सते जमी से मैंने गोटे प्रकृष्ट उत्तर पाई जाइर मन है संगे संगे से धाई ठाकुर पाखक ठाकुर को प्रणाम कर प्रणाम कर सारा पर ठाकुर पचार सुशीलदा कौन उत्तर पाइल ना हाँ ठाकुर मु उत्तर पाईगली ना कौन दीक्षा नहीं आपण पाई कौन ना ठाकुर मु दीक्षा नहीं आपण को पाइछि मु आपण को पाइछि प्रभु मु दीक्षा नहीं करी केवल आपण के ही पाइछि वास्तविक आम प्रति प्रत्येक दीक्षा नहीं करी ठाकुर के ही पाइछे जो पाइबा पाई सारला परे आउ पाइबार किछि बाकी रुहे नहीं ए जीवन रे ए जन्म रे अनंत जन्म रे किछि बाकी रुहे नहीं से परम पिता को आम पाइचे जी विश्व दुनियार दिन दुनियार मालिक जहाँ को पाइले आउ किछि पाइबा बाकी रहे नहीं प्रत्येक आंगेल रे से परम पिता को आम आज पाइचे वास्तविक केते जन्मर तपस्या एटा आम सब सत्संग आलोचना करुचे वास्तविक टिके भीतर को आम अनुभव करवा ये कथार वास्तवता केते यही कथार वास्तवता 100 रु 100% सत्य मानिबा न मानिबा आम ऊपर रहिला केते जन्मर तपस्या फल आज आम परम पिता को पाइचे कहीं जब देखा जाए ये पृथ्वी भली गोटे ग्रह आम माने बास करुचे ये पृथ्वीर उद्भव होता 460 कोटी वर्ष पूर्वे ये समग्र विश्व तैयारी होता 22,088 कोटी वर्ष पूर्वे ये समग्र विश्व रे वर्तमान सुधा वैज्ञानिक माने बाहर कर 9टा ग्रह आम जहाँ कहे नवग्रह तापर पुणी आहरी ग्रह मान उद्भावन आविष्कार वैज्ञानिक माने कर सारे आउरी मध्य अच्छी अनंत सृष्टि रे केते जे ग्रह अच्छी केते जे छायापथ अच्छी आम जाने कहीं आमर ज्ञान आम मानकर पृथ्वी थिबा वैज्ञानिक मानकर ज्ञान से चरम को पहुंची ना किंतु से 9टी ग्रह भितर आम गोटाए ग्रह पृथ्वी जो पृथ्वी आम बास कर से पृथ्वी हूँ 460 कोटी वर्ष पूर्वे मनुष्य जब हाराहारी आयुटा 100 वर्ष धरा जाए 460 कोटी वर्ष भितर केते सह समय अतिक्रांत माने आमे केते लक्ष लक्ष कोटी कोटी जन्म आमे जन्म ही सारे किंतु यही जन्म आम निरर्थक जाइनी ए जन्म रे आमे परम पिता को पाइछे शास्त्र जो कहूचे 84 लक्ष जनी अतिक्रम करिक सर्वशेष जन्म जो मनीष जन्म ता पूर्व आमे
କଣ ଥିଲା ଆମେ ଜାଣିନେ, କାହିଁକିନା ସେତିକି ଅମରତ୍ୱର ସାଧନା ଆମ ଭିତରେ ନାହିଁ, ଯାହାକୁ କହନ୍ତି ସ୍ମୃତି ଭାଇ ଚେତନା ନେଇକି ଆମେ ଜନ୍ମ ହେଇନାହିଁ। ଏଇ ଯୋଉ ପ୍ରୟାସଟା ହଉଛି କେବଳ ଅମରତ୍ୱ ଲାଭ କରିବା ପାଇଁ, ଈଶ୍ୱରତ୍ୱ ଲାଭ କରିବା ପାଇଁ, ଈଶ୍ୱରତ୍ୱ ପ୍ରାପ୍ତି ମାନେ ଆପ୍ତି ଅର୍ଥ ସେ ସ୍ମୃତି ବାହୀ ଚେତନା ନେଇକିରି ମୃତ୍ୟୁ, ଯୋଉଟା କି କେବଳ କେବଳ ହିଁ ଚାରି ଯୁଗରେ ଜଣେ ଚାହିଁଛନ୍ତି, ଯିଏ ହଉଛନ୍ତି ଏଇ ଦୟାଲ ସ୍ତରର ମାଲିକ, ଏ ଅଷ୍ଟାଦଶ ସ୍ତରର ମାଲିକ ପରମ ପିତା ନିଜେ ସ୍ୱୟଂ। ସେଇ ଜଣେ କେବଳ ଚାହିଁଛନ୍ତି ଏ ଚାରି ଯୁଗ ଭିତରେ ଆଜି ପର୍ଯ୍ୟନ୍ତ ଯେତେ ଅବତାର ଆସିଥିଲେ, ଯେତେ ମହାପୁରୁଷ ଆସିଥିଲେ, ଯେତେ ଭଗବାନ କୁହନ୍ତୁ ବା ଈଶ୍ୱର ବି କୁହନ୍ତୁ, ସେ ରାମଙ୍କ ରୂପରେ ହେଇପାରେ, ଶ୍ରୀକୃଷ୍ଣଙ୍କ ରୂପରେ ହେଇପାରେ, ଯୀଶୁଙ୍କ ରୂପରେ ହେଇପାରେ, ବୁଦ୍ଧ ରୂପରେ ହେଇପାରେ, ଶ୍ରୀ ଚୈତନ୍ୟ ରୂପରେ ହେଇପାରେ, ରାମକୃଷ୍ଣଙ୍କ ରୂପରେ ହେଇପାରେ, ଯିଏ ଯୋଉ ରୂପରେ ଆସିଥିଲା, କାହିଁକି ସର୍ବଶେଷ ନବୀ ଏ ପରମ ପିତା ଆସିକିରି କହିଗଲେ ଯେ କି ମରନା ମାରନା ପାରତ ମୃତ୍ୟୁକୁ ଅବଲୁପ୍ତ କର। ଅର୍ଥ କଣ? ସ୍ମୃତିବାହୀ ଚେତନା ନେଇକିରି ଆମେ ଯଦି ମୃତ୍ୟୁ ବା ଦେହ ରକ୍ଷା କରୁ, ତାହେଲେ ଅନ୍ତତଃ ଏ ଅମରତ୍ୱ ବିଷୟରେ, ଏଇ ଯୋଉ ଅମୃତର ସନ୍ତାନ, ଏଇ ଯୋଉ ଅମୃତ ପଥର ଯାତ୍ରୀ ହିସାବରେ ଆମକୁ ସବୁ ଜଣା ପଡିବ ଆମେ କିଏ କଣ କୋଉଠି ଥିଲ। 1945 ମସିହାର ଗୋଟେ ଘଟଣା ମନେ ପଡୁଛି। ହଜରତ ରସୁଲଙ୍କର ଜଣେ ପରମ ଭକ୍ତ ଦିଲବର ହୁସେନ, এই ଦିଲବର ହୁସେନ ତାଙ୍କ ସ୍ୱାମୀ ସ୍ତ୍ରୀ ମାନେ ଦୀକ୍ଷା ନେଇଥିଲେ, ଇସଲାମିକ ଖ୍ରୀଷ୍ଟିଆନ ଦୀକ୍ଷା, ଯାକୁ ମାନେ ହଜରତ ରସୁଲଙ୍କର ଦୀକ୍ଷାରେ ଦୀକ୍ଷିତ ହେଇଥିଲେ, କିନ୍ତୁ ସେ ତାଙ୍କ ଚର୍ମଚକ୍ଷୁରେ ଦେଖି ନଥିଲେ। ବହୁତ ନିଷ୍ଠାବାନ ସ୍ୱାମୀ ସ୍ତ୍ରୀ ଦି ଜଣ, ଦିଲବର ହୁସେନ ଏବଂ ତାଙ୍କର ସହଧର୍ମିଣୀ, ବହୁତ ନିଷ୍ଠାର। ତାଙ୍କ ମନ ଭିତରେ ଗୋଟେ ଅକାଟ୍ୟ ଗୋଟେ ମାନେ ଥିଲା, ଗୋଟେ ଇଚ୍ଛା ଥିଲା କେମିତି ଆମେ ଆମର ଗୁରୁଙ୍କୁ ମାନେ ଚର୍ମଚକ୍ଷୁରେ ଟିକେ ଦେଖିପାରି, ମାନେ ଭିତରେ ଗୋଟେ ସବୁବେଳେ ପାଇଁ ଗୋଟେ ବ୍ୟାକୁଳତା, ଗୋଟେ ଇଗରନେସ୍ କ୍ରିଏଟ ହଉଥିଲା। ଏମିତି ହଁ ଗୋଟେ ଫୋନ ଟା ଭାଇ ଆସିଯାଇଥିଲା ତ, ଶୁଭୁଛି ତ ବିଜ୍ଞାନ ଭାଇ? ଆଜ୍ଞା ଆଜ୍ଞା। ହ୍ୟାଲୋ। ହଁ ସେ ହଠାତ୍ ଗୋଟେ ଫୋନ ପଳେଇଆଇଲା, ଯାହା ହଉ। ହଁ, ହଠାତ୍ ଦିନେ ସ୍ୱାମୀ ସ୍ତ୍ରୀ ଦି ଜଣ ଶୋଇଛନ୍ତି, ଦିଲବର ହୁସେନ ଭାଇ ସ୍ୱପ୍ନ ଦେଖୁଛନ୍ତି ଯେ କି ଗୋଟେ ଜ୍ୟୋତିର୍ମୟ ପୁରୁଷ ଆସିକିରି କହୁଛନ୍ତି ଯେ କି ତୁମେ ଯାହାକୁ ଚାହୁଁଛ ମନ ଭିତରେ, ତୁମେ ଯାହାକୁ ଚାହୁଁଛ ଦେଖିବାକୁ ଚର୍ମଚକ୍ଷୁରେ, ସେ ପାବନା ଜିଲ୍ଲାର ହିମାୟତପୁର ଗ୍ରାମର ଗୋଟେ ନିର୍ଦ୍ଦିଷ୍ଟ ଆଶ୍ରମରେ ସେ ଅବସ୍ଥାପିତ କରିଛନ୍ତି। ଯାଅ ତୁମେ ଦେଖିବ ତୁମର ସେ ଗୁରୁଦେବଙ୍କୁ। ଚମକି ପଡିଛନ୍ତି, ଉଠିଛନ୍ତି ସକାଳୁ, ଉଠିକିରି ତାଙ୍କ ସହଧର୍ମିଣୀଙ୍କ ଆନନ୍ଦରେ ଉଠେଇକିରି କହୁଛନ୍ତି, ଜାଣିଲ ଆମେ ଯୋଉ ବ୍ୟାକୁଳ ହଉଥିଲେ ମାନେ ଚର୍ମଚକ୍ଷୁରେ ଦେଖିବାକୁ ଆମକୁ ଗୁରୁଦେବଙ୍କୁ, ରସୁଲକୁ ଦେଖିବାକୁ ଆମେ ଯୋଉ ବେଚେନ ହେଇଯାଉଥିଲେ, ଆଜି ଜଣେ ଜ୍ୟୋତିର୍ମୟ ପୁରୁଷ ଆସିକିରି ଆମକୁ କହିଛନ୍ତି, ମତେ କହିଲେ ସ୍ୱପ୍ନରେ ଯେ କି ପାବନା ଜିଲ୍ଲାର ହିମାୟତପୁର ଆଶ୍ରମରେ ମୁଁ ଅବସ୍ଥାନ କରୁଛି, ତମର ଯାଅ ଦେଖିବ। ତାଙ୍କ ସ୍ତ୍ରୀ ଚମକି ପଡିଲେ, ତାହେଲେ ମୁଁ ତ ତମକୁ ସେଇ କଥା କହିବାକୁ ଯାଉଥିଲି, ମୁଁ ବି ସେଇ ସମାନ ସ୍ୱପ୍ନ ଦେଖିଛି। ସେଇ ଜଣେ ଜ୍ୟୋତିର୍ମୟ ପୁରୁଷ ଆସିକି ମତେ କହୁଛନ୍ତି ପାବନା ଜିଲ୍ଲାର ହିମାୟତପୁର ଆଶ୍ରମରେ ତମର ଗୁରୁଦେବ ତମେ ଦେଖିପାରିବ, ଯାଅ। ବୋଲେ ଇଏ ଦୁଇ ଜଣ ଆଶ୍ଚର୍ଯ୍ୟ ହେଇଗଲେ। ଆଶ୍ଚର୍ଯ୍ୟ ହେଇକିରି ସାଙ୍ଗେ ସାଙ୍ଗେ ତାଙ୍କର ନିତ୍ୟକର୍ମ ସାରିକିରି ବାହାରିଲେ ହିମାୟତପୁର ଆଶ୍ରମ। ଏଇଟା ବାଂଲାଦେଶର କାହାଣୀ। ଆସିକିରି ପହଞ୍ଚିଛନ୍ତି, ସେ କେବେ ଠାକୁରଙ୍କୁ ଦେଖିନଥିଲେ, ପଚାରି 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 ଆସୁଛନ୍ତି, ଆସିକିରି ଯେମିତି ଠାକୁର ବସୁଛନ୍ତି ତାଙ୍କର ଭକ୍ତ ମାନଙ୍କ ଗହଣରେ, ହଠାତ୍ ଦେଖି ଦେଇକିରି ସ୍ୱାମୀ ସ୍ତ୍ରୀ ଦି ଜଣ ଚମକି ପଡିଛନ୍ତି। ଏଇ ପୁରୁଷ, ଏଇ ଲୋକ ବା ଏଇ ବ୍ୟକ୍ତି ହିଁ ଆମକୁ ସ୍ୱପ୍ନରେ ଆସି ଦେଖା ଦେଇଥିଲେ, ତାହେଲେ ଇଏ କଣ ଆମର ରସୁଲ? ଇଏ କଣ ଆମର ସେଇ ପରମ ଆକାଂକ୍ଷିତ ଗୁରୁଦେବ? ଏକଥା ଭାବିକିରି ସେ ଆଖିରୁ ବିସର୍ଜନ କରିଛନ୍ତି ଅତି ଆନନ୍ଦାଶ୍ରୁ, ଯୋଉଟା କି ମାନେ ଜୀବନର ସବୁଠୁ ଗୋଟେ ବଡ ଜିନିଷ ସେ ଆସି ପାଇଯାଇଛନ୍ତି, ଯୋଉଟା କି ସେ ପ୍ରଭୁଙ୍କୁ ଡାକିଥିଲେ। ଆଜି ପ୍ରଭୁ
ଠାକୁର ଅନୁକୂଳ ଚନ୍ଦ୍ର ରୂପରେ ବିଦ୍ୟମାନ ହେଇକିରି ଆଜି ଆମକୁ ଦେଖା ଦେଇଛନ୍ତି। ସେ ହିଁ ଆମର ରସୂଲ। ଏବଂ ସେଇ ଠାକୁରଙ୍କ ପାଖରେ ଠାକୁରଙ୍କର ଭାବଧାରାରେ ଭାବିତ ହେଇକିରି ଠାକୁରଙ୍କର ଦୀକ୍ଷାରେ ଦୀକ୍ଷିତ ହେଇକିରି ସେ ଯାଇଛନ୍ତି। ମୋର କହିବାର ଅର୍ଥ ପରମ ପିତାଙ୍କୁ ପାଇଲେ ହିଁ ଆଉ କିଛି ପାଇବା ବାକି ରୁହେ ନାହିଁ, ଆଉ କିଛି ପାଇବା ବାକି ରୁହେ ନାହିଁ। ମନେ ପଡୁଛି ରବୀନ୍ଦ୍ରନାଥ ଟାଗୋରଙ୍କର ଗୋଟେ ପୋଏମ ଥିଲା, ଆଉ ବିଶେଷ କରିକି ଠାକୁର ଏଇ ପରିପ୍ରେକ୍ଷୀରେ କହୁଛି, ଠାକୁର ଦୀକ୍ଷା ନେଇ ସାରିଲା ପରେ ଯୋଉଟା କି ଆମର ପ୍ରତ୍ୟେକ ଦିନ ସକାଳୁ ଆମେ ଯୋଉ ଇଷ୍ଟବୃତ୍ତି କରୁ, ବିଭିନ୍ନ ଲୋକଙ୍କର ମନ ଭିତରେ ବିଭିନ୍ନ ପ୍ରକାର କୋଶ୍ଚିନ୍ ଥାଏ, ବା ବାହାରର ଲୋକମାନେ ମଧ୍ୟ ବହୁତ ନିନ୍ଦା କରୁଛନ୍ତି ଏ ଠାକୁରଙ୍କର ଅନୁକୂଳ ଚନ୍ଦ୍ରଙ୍କର ମାନେ ଶିଷ୍ୟ ମାନେ କୁହନ୍ତୁ ବା ଭକ୍ତ ମାନେ କୁହନ୍ତୁ, ସବୁ କିଛି ସତ୍ସଙ୍ଗ କରୁଛନ୍ତି, ଖାଇବା ପିଇବାକୁ ଦଉଛନ୍ତି, ସବୁ ଠିକ ଅଛି, କିନ୍ତୁ ସକାଳୁ ସକାଳୁ ପଇସା ଗୋଟେ କଣ ଗୋଟେ ନାଟ। ବହୁତ ପ୍ରକାର ଲୋକ ବହୁତ ପ୍ରକାର କଥା କହୁଛନ୍ତି, କିନ୍ତୁ ଯୋଉମାନେ ଠାକୁରଙ୍କର ଭାବଧାରାରେ ଭାବିତ ହେଇକି ଇଷ୍ଟବୃତ୍ତିର ମାହାତ୍ମ୍ୟ ଜାଣିଛନ୍ତି, ଅନ୍ତତଃ ସେମାନଙ୍କ ମନ ଭିତରେ ଏ ପ୍ରଶ୍ନ ଆସି ନପାରେ। କିନ୍ତୁ ଯୋଉମାନେ ଅଳ୍ପ କିଛି ଗତି କରୁଛନ୍ତି ବା ନୂଆ ନୂଆ ଦୀକ୍ଷା ନେଇଛନ୍ତି ବା ତାଙ୍କୁ ଦେଖିକିରି ମାନେ ପଡା ପଡୋଶୀର ଭାଇ ମାନେ ବିଭିନ୍ନ ପ୍ରକାର ନେଗେଟିଭ ଷ୍ଟେଟମେଣ୍ଟ ଦିଅନ୍ତି, କିନ୍ତୁ ଆମରି ଭିତରେ ମଧ୍ୟ ବି ଅଛନ୍ତି ଯୋଉଟା କି ମନ ଭିତରେ ବାଧ୍ୟବାଧକତାରେ କରାହଉଛି, କିନ୍ତୁ ମନ ଭିତରେ ସେତିକି ନାହିଁ। ପ୍ରକୃତ ଇଷ୍ଟବୃତ୍ତିର ମାହାତ୍ମ୍ୟଟା କଣ ଆମେ ଜାଣିନେ। ସକାଳୁ ଯୋଉ ପରମ ପିତାକୁ ପରମ ପୁରୁଷକୁ ଏ ଦିନ ଦୁଆର ମାଲିକର ଯୋଉ ମାନେ ଅର୍ଘ୍ୟ ଆମେ ନିବେଦିତ କରୁଛେ, ତାର ଫଳରେ ଯେ ସେ ଆମର କେତେ କର୍ମଫଳ ଉଠେଇ ନେଇକି ଯାଉଛନ୍ତି ଆମେ ତାକୁ ଜାଣିନେ ଭାଇ। ଆମର କେତେ ଗ୍ରହ ବିପାକ ତାରି ଭିତର ଦେଇକି ସମାଧାନ ହେଇଯାଉଛି, ଆମର ନଜରକୁ ଆସିନି, କାରଣ ସେତିକି ସାଧନା ଆମ ଭିତରେ ନାହିଁ। ଜନ୍ମ ଜନ୍ମାନ୍ତରର କର୍ମଫଳ ଯେ ପରମ ପିତା ଆମର ଉଠେଇ ନେଇ ଯାଉଛନ୍ତି, ସେ ଜ୍ଞାନ ମଧ୍ୟ ଆମର ନାହିଁ। ଠିକ ଯେତେବେଳେ 1937 ମସିହାରେ ଠାକୁର ଇଷ୍ଟବୃତ୍ତିକି ଲାଗୁ କଲେ, ସେଇ ସମୟରେ ବଙ୍ଗଳାର ଜଣେ ସାଧକ ଥିଲେ, ତା ନାଁ ହୁଏତ ମୁଁ ଭୁଲି ଯାଇଛି। ସେ ସାଧକ ଜଣେ, ତାଙ୍କର ବି ବହୁତ ଗୁଡେ ଭକ୍ତ ଥିଲେ। ସେ ଠାକୁର ସେ ଭକ୍ତ ମାନେ ତାଙ୍କର ଗୁରୁଦେବଙ୍କୁ କହୁଛନ୍ତି, ଗୁରୁଦେବ ଯେ କି ପାବନା ଜିଲ୍ଲାରେ ଠାକୁର ଅନୁକୂଳ ଚନ୍ଦ୍ର ତାଙ୍କର ଭକ୍ତ ମାନେ ଦୀକ୍ଷା ନେଇକିରି ଇଷ୍ଟବୃତ୍ତି ରୂପକ ପଇସା ପ୍ରତ୍ୟେକ ଦିନ ସକାଳୁ ତାଙ୍କ ଗୁରୁଦେବଙ୍କୁ ଦଉଛନ୍ତି, ଯାହା ଫଳରେ କି ତାଙ୍କ ଆଶ୍ରମର ବହୁତ ଉନ୍ନତି ହଉଛି। ଆଉ ସବୁ ଭକ୍ତ ମାନେ ସକାଳୁ ଉଠିକିରି କିଏ ଟଙ୍କାଏ, କିଏ 2 ଟଙ୍କା, କିଏ 50 ପଇସା, ଯିଏ ଯାହାର ପାଇଲା ସମସ୍ତେ ଗୁରୁଦେବଙ୍କୁ ଦଉଛନ୍ତି ଆଉ ପୋଷଣ କରିବା ପାଇଁ ଇଷ୍ଟାର୍ଥ ନିବେଦିତ କରୁଛନ୍ତି। ଆମର ଏ ଆଶ୍ରମରେ ଆମର ତ ବହୁତ ଭକ୍ତ ହେଇଗଲେଣି। ଯଦି ଆପଣଙ୍କର ଶିଷ୍ୟମାନଙ୍କୁ କୁହନ୍ତେ ଆପଣଙ୍କୁ ସେ ଇଷ୍ଟବୃତ୍ତି ରୂପକ ପଇସା ଦବାକୁ, ତାହେଲେ ବହୁତ ଭଲ ହୁଅନ୍ତା ଏବଂ ଆମର ଆଶ୍ରମର ଉନ୍ନତି ହୁଅନ୍ତା, ସେମାନଙ୍କର ମଧ୍ୟ ମଙ୍ଗଳ ହୁଅନ୍ତା, କାରଣ ସେମାନେ ଗୁରୁଦେବଙ୍କୁ ଦେଇକିରି ସେମାନେ ଆନନ୍ଦିତ ହେବେ। ସେଇ ତାଙ୍କର ଗୁରୁ ସାଧୁ ଏ କଥା ଶୁଣିକରି ସେ ଭକ୍ତକୁ ଉତ୍ତର ଦଉଛନ୍ତି, ତମେ ଯାହାକୁ କହୁଛ, ଯୋଉ ଇଷ୍ଟବୃତ୍ତି ତମେ କହୁଛ, ସେ ଇଷ୍ଟବୃତ୍ତି ତାଙ୍କର ଯୋଉ ଅନୁକୂଳ ବା ସେ ଯୋଉ ଅନୁକୂଳ ଚନ୍ଦ୍ର ଠାକୁରଙ୍କର ଯୋଉ ଭକ୍ତ ମାନେ ବା ଶିଷ୍ୟ ମାନେ ସକାଳୁ ନିବେଦନ କରୁଛନ୍ତି ଏବଂ ସେଇ ଇଷ୍ଟବୃତ୍ତି ଯିଏ ଗ୍ରହଣ କରୁଛନ୍ତି, ସିଏ ଯେ ସେମାନଙ୍କର କେତେ କର୍ମଫଳ ଉଠେଇ ନେଇ ଯାଉଛନ୍ତି, କେତେ କର୍ମଫଳ ତାଙ୍କର ନିଷ୍କାସନ କରୁଛନ୍ତି ଏବଂ କେତେ କର୍ମଫଳ ଉଠେଇ ନେଇ ଯାଉଛନ୍ତି, ତମେ ତାର ଜାଣିନ। ଆଉ ମୁଁ ତମମାନଙ୍କ ଭିତରୁ ଜଣକର ମଧ୍ୟ କର୍ମଫଳ ଉଠେଇ ନେଇ ପାରିବିନି। ଆଉ କର୍ମଫଳ ଉଠାଏ କିଏ? ଯିଏ ସୃଷ୍ଟିର ମାଲିକ, ଯିଏ ପରମ ପିତା, ଯିଏ ସ୍ୱୟଂ ଈଶ୍ୱର, ଯିଏ ଏ ଦିନ ଦୁନିଆର କୂଳ ମାଲିକ, ସମସ୍ତ କୂଳର ଯିଏ ମାଲିକ, ସିଏ ହିଁ କେବଳ କର୍ମଫଳ ଉଠେଇ ପାରନ୍ତି। ମୋର ତାକତ ନାହିଁ, ମୁଁ ଜଣକର ମଧ୍ୟ କର୍ମଫଳ ଉଠେଇ ପାରିବିନି। ଆଉ ଭକ୍ତ ମାନଙ୍କ କଥା ଛାଡ, ଭାବି ଦେଖନ୍ତୁ ଇଷ୍ଟବୃତ୍ତି କେଡ଼େ ଗୁରୁତ୍ୱପୂର୍ଣ୍ଣ। ଜାଣିଛେ ରବୀନ୍ଦ୍ରନାଥ ଠାକୁରଙ୍କର ସେଇ ଲେଖା କଥା କହୁଥିଲି, ମାନେ ଇଷ୍ଟବୃତ୍ତିର ଫଳ ଗୋଟେ ଗୀତ ଆକାରରେ ଅଛି, କିନ୍ତୁ ତାକୁ ମୁଁ କହୁଛି। ରବୀନ୍ଦ୍ରନାଥ ଠାକୁର ତାଙ୍କର ସେଇ କଥାରେ ଲେଖିଛନ୍ତି ଯେ କି ଈଶ୍ୱର
ପ୍ରତ୍ୟେକ ଦିନ ବ୍ରାହ୍ମ ମୁହୂର୍ତ୍ତରୁ ପ୍ରତ୍ୟେକ ଦିନ ସକାଳୁ ପ୍ରତ୍ୟେକ ଦିନ ପ୍ରତୀଶ୍ୱରୁ ଆସିକିରି ଆମ ସମସ୍ତଙ୍କର ଦୁଆରେ ଛିଡା ହୁଅନ୍ତି ଭିକ୍ଷା ପାଇଁ। ସେଇ ରାଜଭିକାରୀ, ସେ ମହା ରାଜଭିକ୍ଷୁ ଈଶ୍ୱର ପରମ ପିତା ପରମ ପୁରୁଷ ଏ ଦୁନିଆର ଯେ ମାଲିକ, ସେ ପ୍ରତ୍ୟେକ ଦିନ ସମସ୍ତଙ୍କ ଘର ଆଗରେ ଛିଡା ହେଇକି କିଛି ମାଗନ୍ତି ଭିକ୍ଷା ଦେରେ, ମତେ ଦେ, ମତେ ଦେ, ମତେ ଦେ। ଯୋଉମାନେ ସେଇ ପରମ ଭିକ୍ଷୁର ଥାଳିରେ କିଛି ଦିଅନ୍ତି, ଇଷ୍ଟଙ୍କୁ କିଛି ନିବେଦିତ କରନ୍ତି, ସେଇମାନେ ହିଁ ସୌଭାଗ୍ୟର ଅଧିକାରୀ ହୁଅନ୍ତି। ଆଉ ଯୋଉମାନେ ଦିଅନ୍ତି ନାହିଁ, ପରମ ପିତା ତାଙ୍କ ଦୁଆରୁ ପ୍ରତ୍ୟେକ ଦିନ ପ୍ରତୀଶ୍ୱରୁ ବହୁତ ମନ ଦୁଃଖରେ ଫେରି ଯାଆନ୍ତି। ଆରେ ତୁ କିଛି ଦେଲୁନୁ ମତେ, ମୁଁ କେମିତି ତୋର କର୍ମଫଳ ଖଣ୍ଡନ କରିପାରିବି, ମୁଁ କେମିତି ତୋର ଗ୍ରହ ବିପାକକୁ ନାଶ କରିପାରିବି ରେ, ଆରେ ଦେରେ ମତେ, ତୁ କିଛି ଦେ। ବହୁତ ମନ ଦୁଃଖରେ ଆଖି ଲୁହ ଛଳ ଛଳ କରିକିରି ପରମ ପିତା ଫେରି ଯାଆନ୍ତି। ତାପରେ ଠିକ ସେ ରବୀନ୍ଦ୍ରନାଥ ଟାଗୋରଙ୍କର ଆଉ ଗୋଟେ ଲେଖା ଥିଲା, ଭିକାରୀ। ଜଣେ ଭିକାରୀ ଥିଲା, ସେ ପ୍ରତ୍ୟେକ ଦିନ ଭିକ୍ଷା ମାଗେ। ଭିକ୍ଷା ମାଗିକିରି ଦିନେ ହଠାତ୍ ତା ମନ ଭିତରେ ଆସିଛି ଯେ କି ଜଣେ ଏ ଦୁନିଆର ଯିଏ ମାନେ ରାଜାଧିରାଜ, ସିଏ ଯଦି ଆସିକି ମୋ ସମ୍ମୁଖକୁ ଆସନ୍ତେ ଏବଂ ମୁଁ ତାଙ୍କୁ ଯଦି କିଛି ମାଗେ ଏବଂ ସିଏ ଯଦି ମତେ କିଛି ବହୁତ ପୁଳାଏ ଖଣ୍ଡ ଦିଅନ୍ତେ, ତାହେଲେ ମୋର ଏଇ ଯୋଉ ପରିସ୍ଥିତିଟା ପରିବର୍ତ୍ତନ ହେଇଯାଆନ୍ତା, ମତେ ଅନ୍ତତଃ ଭିକ୍ଷା ମାଗିବାକୁ ପଡନ୍ତାନି। ସେ ବେକଳୁତ ଉପରେ ବସିଛି, ହଠାତ୍ ଦେଖାଗଲା ଗୋଟେ ବିରାଟ ମାନେ ସୁନାର ରଥରେ ସେଇ ରାଜାଧିରାଜ ସମ୍ରାଟ ଆସିକି ପହଞ୍ଚିଗଲେ। ସେ ଦେଖିକି ବହୁତ ଖୁସି ହେଇଗଲା, ଯାହା ହଉ ମୋର ଅସୁବିଧା ଦୂରୀଭୂତ ହବ। ଏ କଥା ଭାବିକରି ସେ ସେଇ ରାଜାଧିରାଜ ସମ୍ରାଟକୁ କିଛି ମାଗିବାକୁ ପ୍ରସ୍ତୁତ ହୁଅନ୍ତେ, ଠିକ ସେତିକିବେଳେ ନିଜେ ରାଜାଧିରାଜ ସେ ନିଜେ ହାତ ପତେଇ ଦେଇଛନ୍ତି, ମତେ କିଛି ଭିକ୍ଷା ଦେ। ଏ ଭିକାରୀ ଆଶ୍ଚର୍ଯ୍ୟ ହେଇଗଲା ଯେ କି ମୁଁ ନିଜେ ଭାବନା କଲି ବା ମୁଁ ଭାବିଲି ବୋଲି ତମେ ଆସିଲ ମତେ ଦବାକୁ। ମୋର ପରିସ୍ଥିତିକୁ ନେଇକରି ମୁଁ ମନ ଭିତରେ ପୋଷଣ କରିଥିଲି, ପ୍ରାର୍ଥନା କରିଥିଲି, କିନ୍ତୁ ନିଜେ ଯିଏ ସମ୍ରାଟ, ଯିଏ ମାନେ ସୁନା ରଥରେ ଆସୁଛନ୍ତି, ସିଏ ମତେ ଭିକ୍ଷା ମାଗୁଛନ୍ତି। ଆଶ୍ଚର୍ଯ୍ୟ କଥା, କଣ କରିବେ? ଇଏ ସହଜରେ ଥିଲେ ଜଣେ କଞ୍ଜୁସ, ପ୍ରକାଣ୍ଡ କଞ୍ଜୁସ, ସେ କାହାକୁ କେବେ ଜୀବନରେ ଦିଅନ୍ତିନି। କିନ୍ତୁ ସେଇ ସମ୍ରାଟ, ରାଜାଧିରାଜ ସମ୍ରାଟ ନିଜେ ହାତ ପତିଆରେ ମତେ ଦେ କିଛି, ଦେ କିଛି, ଦେ କିଛି। ତୁ ଭିକାରୀ ହେଲେ ମୁଁ ହଉଛି ମହାଭିକାରୀ, ଆରେ ଦେ କିଛି। ଇଏ ଗୋଟିଏ ଚାଉଳ, ତାର ଯୋଉ ପୁଡିଆ ଭିତରୁ ଗୋଟିଏ ଚାଉଳ ସେଇ ସମ୍ରାଟଙ୍କ ହାତରେ ଦେଲା। ସେ ରାଜାଧିରାଜ ସମ୍ରାଟ ଟିକେ ହସିଲେ, ହଉ ଠିକ ଅଛି, ପଳେଇଗଲେ। ଭିକାରୀ ଫେରିଗଲା ତା ଘରକୁ। ଫେରିକିରି ଯାଇକି ଯେତେବେଳେ ସେ ପୁଟଳାଟା ଖୋଲୁଛି, ଖୋଲିବା ଭିତରେ ଦେଖୁଛି ଚାଉଳ ଭିତରୁ ଗୋଟିଏ ଚିକ ଚିକ କଣ କରୁଛି। ଖୋଲିକିରି ଦେଖେ ସେଇ ଗୋଟିଏ ଚାଉଳର ଦାନା ଗୋଟେ ସୁନାର ଚାଉଳ ତା ଭିତରେ ରହିଯାଇଛି। ସେତିକି ବେଳେ ତାର ମନେ ପଡି ଯାଇଛି, ତା ଚେତନା ଫେରି ଆସିଛି, ପ୍ରଭୁ हे परम पिता, हे परमेश्वर, तुम्हें ही आसील मत परीक्षा करने को, तुम्हें ही आसील मोर ये दुख दैन्य दूर करने को, मत किसी मागिबा को मु सार अभागा, मु बुझी पारलिनी तुमर से आसबार उद्देश्य। प्रभु मु कि हतभागा कहीकि मुंड बाड़ेला। कहबार अर्थ ये इष्टवृत्तिर फल, ये इष्टवृत्तिर महात्मा एते मार्मिक जोटा कि आमे केबे हिसाब करें, आमे केबे जानिने, किंतु आमे से महाभिकारी महाभिक्षुक परम पिता को किसी देकर आम कर्मफल टाक उठे नबार मनोकामना न करी आम ये संसार माया जाल भितर एमती बुड़िकी रही जमी सते आमर पिला छुआ आम घर संसार कोठा बाड़ी टंका आमर बैंक बालांस आमर सोशल स्टेटस ये समस्त किसी आम मन को एते
ମାନେ ଆବୃତ କରିକି ଏତେ ପ୍ରଭୃତିମୁଖୀ ଭିତରେ ଆମେ ରହିଯାଇଛେ, ସତେ ଯେମିତି ସେ ରେଶମର କୀଟ ଭଳିଆ। ରେଶମର କୀଟ ଯେମିତି ସେ ନିଜେ ଘର ତିଆରି କରି 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 ସର୍ବଶେଷରେ ସେ ଘର ଭିତରୁ ସେ ବାହାରି ପାରେ ନାହିଁ, ସର୍ବଶେଷରେ ହିଁ ସେଇଠାରେ ତାକୁ ମୃତ୍ୟୁବରଣ କରିବାକୁ ପଡେ। ବାସ୍ତବିକ ଆମେ ସେଇଆ। ଆମେ କେବେ ପରମ ପିତାକୁ କିଛି ମାଗିଲା ବେଳେ ପରମ ପିତାକୁ ଆସି କିଛି ମାଗୁଛେ କେବଳ, କିନ୍ତୁ ଠାକୁର କହିଛନ୍ତି ମତେ ଯିଏ ଦିଏ ମୁଁ ତାର କେତେ ହଜାର ଗୁଣରେ ଫେରେଇ ଦିଏ। ଶିବଚନ୍ଦ୍ର ଚକ୍ରବର୍ତ୍ତୀର ପୁଅ ଅନୁକୂଳ ଚନ୍ଦ୍ର କାହାର କେବେ ଋଣୀ ହେଇନାହିଁ। ଯିଏ ମତେ ଫଳ ପୁଷ୍ପଟେ ଦେଇଛି ମୁଁ ତାକୁ ହଜାର ଗୁଣରେ ଦେଇଛି, ଯିଏ ମତେ ଟଙ୍କାଟେ ଦେଇଛି ମୁଁ ତାକୁ ହଜାର ଗୁଣରେ ଦେଇଛି। ଯିଏ ଯାହା ଦିଏ ମୁଁ ତାକୁ ହଜାର ଗୁଣରେ କୋଟି କୋଟି ଗୁଣରେ ନ ଫେରିବା ପର୍ଯ୍ୟନ୍ତ ମୋର ଶାନ୍ତି ନଥାଏ। ସେ ମନର ଶାନ୍ତି ରୂପରେ ହଉ, ଅବସ୍ଥାର ପରିବର୍ତ୍ତନ ହଉ, ଆର୍ଥିକ ପରିସ୍ଥିତି ପରିବର୍ତ୍ତନ ହଉ, ଯୋଉ ପ୍ରକାର ହଉ, ନଦେଲା ପର୍ଯ୍ୟନ୍ତ ମୋ ଭିତରେ ଗୋଟେ ମାନେ ଅଶାନ୍ତ ଭାବ ଆସେ, ମୁଁ ଶାନ୍ତିରେ ବସିପାରେନି। ଇଏ ହଉଛନ୍ତି ପରମ ପୁରୁଷଙ୍କର ଅକାଟ୍ୟ ବାଣୀ, ଅକାଟ୍ୟ ବାଣୀ। କିନ୍ତୁ ଆମେ ମାଗୁଛେ ପରମ ପିତାକୁ, ସବୁବେଳେ ପାଇଁ ଠାକୁରକୁ ମାଗୁଛେ, ଈଶ୍ୱରକୁ ମାଗୁଛେ, ମତେ ଦେ ମତେ ଝିଅ ବାହାଘର କରିଦେ, ମୋର ପୁଅ ବାହାଘର କରିଦେ, ମୋ ପୁଅର ଆଡମିସନ କରିଦେ, ମୋ ଝିଅର ଆଡମିସନ କରିଦେ, ମତେ କୋଠା ଦେ, ବାଡି ଦେ, ପଇସା ଦେ, ଧନ ଦେ, ରୋଗ ବରାଗ ଦେ ନା, ମତେ ଆରୋଗ୍ୟ କର, ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚା। ଯେମିତି ରଜନୀକାନ୍ତଙ୍କର ସେଇ ଗୀତ ଠାକୁର ଅଧିକାଂଶ ସମୟ ଗୁଣୁ ଗୁଣୁ ହେଇକରି ବୋଲୁଥିଲେ, ওরা চাহিতে জানে না দয়াময়, ওরা চাহিতে জানে না দয়াময়, ওরা চাহিতে জানে না দয়াময়, জানে মাগে ধন জন আরোগ্য বিজয়, ধন জন আয়ু আরোগ্য বিজয়। ওরা চাহিতে জানে না দয়াময়, ওরা চাহিতে ধন জন আয়ু আরোগ্য বিজয়। করুণার সিন্ধু কুলে বসিয়া মনের ভুলে, একে বিন্দু বাড়ি তুলে মুখে নাই লয়া। তেরে করি ছুটা ছুটি ধুলি বান্ধি মুঠি মুঠি, আকুল পিয়াস হিয়া আরো কষ্ট কয়, ওরা চাহিতে জানে না দয়াময়। প্রভু ସବୁ ସମୟରେ ଆମ ପାଖରେ ଅଛି, ସବୁ ସମୟରେ ଆମ ପାଖରେ ଅଛନ୍ତି, କିନ୍ତୁ ତାଙ୍କର କରୁଣାର ଯୋଉ ବାରି ବର୍ଷଣ ହଉଛି, ସେ ବାରିରେ ଯେ କେତେ ଯେ ସ୍ନିଗ୍ଧ ମନୋଭାବ ଅଛି, କେତେ ଯେ ଆନନ୍ଦ ଅଛି, କେତେ ଯେ ଈଶିତ ଭାବ ଅଛି, ଆମେ ତାକୁ ଛାଡିକରି ସେ ରେଶମ କୀଟ ଭଳି ଆଜି ଆମେ ପ୍ରତିପତକ ଆଜି ଆବଦ୍ଧ ହେଇଯାଇଛି, ପ୍ରତିପତକ ଆମେ ଜାଣିପାରିନେ। ଆଉ ସବୁ ସମୟରେ ଠାକୁର ଆମ ପାଖରେ ଅଛନ୍ତି। ହୁଏତ ସଂସାର ଜୀବନ ଭିତରେ ଆମ ମନ ଭିତରେ ଦୁଃଖ କଷ୍ଟ ଆସିଗଲା, ଆମର କିଏ ଗୋଟେ ପିଲା ମରିଗଲା, କିଏ ଗୋଟେ ଆମ ନିଜ ରିଲେଟିଭ ମରିଗଲା, ଆମ ସ୍ୱାମୀ ମରିଗଲା, ଆମ ସ୍ତ୍ରୀ ମରିଗଲା, କି ଝିଅ ମରିଗଲା, ପୁଅ ମରିଗଲା, ଆମ ବାପ ମରିଗଲା, ମା ମରିଗଲା, ଆମ ମନ ଭିତରେ ଗୋଟେ ଝଟକା ଆସୁ। ଠାକୁରଙ୍କ ଦୀକ୍ଷା ନେଇଛି କଣ ଏମିତି ଆମ ପରିବାର ଭିତରେ ମରିଗଲେ ହଠାତ୍ ଠାକୁରଙ୍କ ଦୀକ୍ଷା ଛାଡି ଦଉଛେ, ଇଷ୍ଟପତି ଛାଡି ଦଉଛେ, ମନ ଭିତରେ ବହୁତ କିଛି ପଳେଇ ଆସୁଛି ନେଗେଟିଭ ଥଟ୍। କିନ୍ତୁ ସେତିକି ବେଳେ ଯଦି ଆମେ ଭାବୁଛେ, ସବୁବେଳେ ପାଇଁ ପୂଜାପଦ ଆଚାର୍ଯ୍ୟ କହନ୍ତି, ଆରେ ଠାକୁର ଆମ ପାଖରେ ଅଛନ୍ତି, ଏଇ ନିର୍ଭରତାଟା ହିଁ ମଣିଷକୁ ଆଗକୁ, ଏଇ ନିର୍ଭରତା, ଏଇ ଆଶାଟା ହିଁ ଆମକୁ ଆଗକୁ ନେଇଯାଏ। ଏଇ ଆଶା ନେଇକିରି ମଣିଷ ବଞ୍ଚେ। ଏଇ ପରିପ୍ରେକ୍ଷୀରେ ଗୋଟେ କଥା ମନେ ପଡୁଛି, ଆମର ମାନେ ସୁଶୀଲ ବସୁଙ୍କର ଜଣେ କଜିନ ସିଷ୍ଟର ଥିଲେ, ଶୈଳାବଳା ବସୁ ମା, ଆପଣ ଜାଣିଛନ୍ତି? ସେ ଆଶ୍ରମରେ ରହୁଥିଲେ, ତାଙ୍କର ଗୋଟିଏ ବୋଲି ପୁଅ ଥିଲା, ତା ନାଁ ହଉଛି ପଲ୍ଟୁ। ଏମିତି ହଠାତ୍ ଦିନେ ଜ୍ୱର ହେଇଛି, ତାକୁ ଟ୍ରିଟମେଣ୍ଟ କରିଛନ୍ତି ଡକ୍ଟର ପାରିନନ୍ଦୀ, ଠାକୁରଙ୍କ ନିର୍ଦ୍ଦେଶରେ ଟ୍ରିଟମେଣ୍ଟ କରିଛନ୍ତି, କିନ୍ତୁ କୌଣସି ପ୍ରକାର ଭଲ ହେଇନାହିଁ, ତାର ଦେହାନ୍ତ ହେଇଯାଇଛି। ଦେହାନ୍ତ ହେଇଯିବା ଫଳରେ ମାନେ ଯେହେତୁ ତାଙ୍କର ଗୋଟିଏ ମାତ୍ର ପୁଅ ଥିଲା, ସେ ମନ ଭିତରେ ତାଙ୍କର ବହୁତ କୋହ ଆସିଛି, ବିଦ୍ୱେଷ ଭାବ ଆସିଛି। ସେ ଦିନେ ତାଙ୍କର ବାଥରୁମରେ ପଶିକିରି ନିଜେ ସୁଇସାଇଡ କରି ଆତ୍ମହତ୍ୟା କରିବା ପାଇଁ ସେ ରେଡି ହେଇଛନ୍ତି। ଠିକ ସେଇ ସମୟରେ ଶୈଳାବଳା ବସୁ ମା, ସରୋଜିନୀ ମା ଆସିକିରି କବାଟ ବାଡେଇଛନ୍ତି, ଡାକିଛନ୍ତି, ସୁଶୀଳା ମା ଆପଣଙ୍କୁ ଠାକୁର ଡାକୁଛନ୍ତି। ସେ କିଛି ଶୁଣୁନାହାନ୍ତି, ବାରମ୍ବାର ଡାକିବା ଫଳରେ ଯେହେତୁ ଶୁଣି ନାହାନ୍ତି, ସେ କବାଟକୁ ବାଡେଇକିରି ଭାଙ୍ଗିଛନ୍ତି। ଦେଖିଲା ବେଳକୁ ସେ ମାନେ ସାଲାଇନର ବୋତଲ ଗୁଡାକ ଭାଙ୍ଗିକିରି ତାକୁ ଚୋବେଇକିରି ସେ ନିଜେ ମାନେ ମରିବା ପାଇଁ ପୁରା ପ୍ରସ୍ତୁତ ହେଇଥିଲେ। ଆରେ ତମକୁ ଠାକୁର ଟିକେ କଣ ତମେ କରୁଛ? ଧରିକି ତାକୁ ଠାକୁର ପାଖକୁ ନେଇଗଲେ। ଠାକୁର ଡାକିତେ କହୁଛନ୍ତି, ସୁଶୀଳା ମା, ଶୈଳବାଳା ମା, ଆରେ ତମେ କଣ କରିବାକୁ, ତୁ କଣ କରିବାକୁ ଯାଉଥିଲୁ? ତୋରି ପୁଅ ପଲ୍ଟୁ ତ ମୋରି ପାଖରେ ଥାଇକିରି ମତେ ହିଁ କହିଲା, ତୋରି ପୁଅ ପଲ୍ଟୁ ମତେ ହିଁ କହିଲା, ଠାକୁର ମୋ ମାକୁ ବଞ୍ଚେଇ ଦିଅ, ମୋ ମା ମୋର ମୃତ୍ୟୁର ଦୁଃଖରେ ଦୁଃଖିତ ହେଇକିରି ବର୍ତ୍ତମାନ ସୁଇସାଇଡ କରିବାକୁ ଯାଉଛି। ଆରେ
ମୁଁ କେମିତି ଜାଣିଲି? ତୋର ପୁଅ ପଲଟୁ ମୋରି ପାଖରେ ଥାଇକି ହିଁ କହିଲା। ଭାବି ଦେଖନ୍ତୁ, ଭାବି ଦେଖନ୍ତୁ, ପରମ ପିତା ସବୁବେଳେ ଆମ ପାଖରେ ଅଛନ୍ତି। ସମୟ ଅତିକ୍ରାନ୍ତ ହେଲାଣି, ଆଉ ବିଶେଷ କିଛି ମନ ଭିତରେ ଅନେକ ଜିନିଷ ଆସିଲା ବେଳେ ଆଉ ବିଶେଷ କିଛି କହିବିନି, କେବଳ ସେଇ ପରମ ପିତାଙ୍କର ଗୋଟେ ଅଭୟ ଆହ୍ୱାନୀ କହିକି ମୁଁ ବକ୍ତବ୍ୟ ଶେଷ କରିବି। ସେଦିନ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ଆର୍ଯ୍ୟାବତର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନକୁ କହିଥିଲେ, ହେ ଅର୍ଜୁନ, ତୁମର ମୋର କେତେ ଜନ୍ମ ଯାଇଛି, ତୁମର କିନ୍ତୁ ମନେ ନାହିଁ, ଯାହା ଫଳରେ କି ତୁମେ ହଉଛ ପ୍ରବୃତ୍ତି ପରାଭୂତ, କିନ୍ତୁ ମୋର ସବୁ ମନେ ଅଛି। ଠିକ ସେମିତି ଆମର ଠାକୁର ମଧ୍ୟ ଆମକୁ କହିଥିଲେ, ତୁମେମାନେ ହଉଛ ଅଗ୍ନିର ସ୍ଫୁଲିଙ୍ଗ, ତୁମେମାନେ ହଉଛ ଅମୃତର ସନ୍ତାନ, ତୁମେମାନେ ହଉଛ ସିଂହର ଶାବକ, ତୁମର ମୋର ସମ୍ପର୍କ ଏ ଜନ୍ମର ନୁହେଁ, ଜନ୍ମ ଜନ୍ମାନ୍ତର। ଏବଂ ପଞ୍ଚଜନ୍ୟ ଶଙ୍ଖ ନିନାଦିତ କରିକିରି ଗଗନ ପବନ ପ୍ରକମ୍ପିତ କରିକିରି କହି ଉଠିଥିଲେ, ହେ ଭାରାକ୍ରାନ୍ତ, ହେ ପଥପ୍ରାନ୍ତ ମଣିଷ, ମୁଁ ଯେତେବେଳେ ଯୀଶୁ ଥିଲି, ତୁମେ ଥିଲ ବେଥଲ ହେମର ସୁସୁପ୍ତ ପୁରବାସୀ। ମୁଁ ଯେତେବେଳେ ବୁଦ୍ଧ ଥିଲି, ତୁମେ ଥିଲ ପାଟଳୀ ପୁତ୍ରର ସରଳ ଜନତା ପ୍ରାଣ। ମୁଁ ଯେତେବେଳେ ଥିଲି ରାମ ରାଜୀବ ଲୋଚନ, ତୁମେ ମାନେ ଥିଲ ଅଯୋଧ୍ୟାର ଆଦରର ପ୍ରଜାକୁଳ। ମୁଁ ଯେତେବେଳେ ଥିଲି ଗୋପୀ ବଲ୍ଲଭ କୃଷ୍ଣ, ତୁମେ ଥିଲ ଗୋପପୁରବାସୀର ବିଦଗ୍ଧ ନରନାରୀ। ଆଉ ମୁଁ ଯେତେବେଳେ ନଦିଆର ପଥ ପ୍ରାନ୍ତରେ ଘୁରି ବୁଲୁଥିଲି, ତୁମେ ମାନେ ଥିଲ ମୋର ଆଦରର ମଣି। ଆସ, ଆଜି ମୁଁ ଆସିଛି, ମୋରି ମନ୍ତ୍ରରେ, ମୋରି ମହାମନ୍ତ୍ରରେ ଦୀକ୍ଷିତ ହୁଅ। ମୁଁ ତୁମକୁ ଦେବି ଜୀବନ, ଜୀବନରୁ ଦେବି ମହାଜୀବନ, ମହାଜୀବନରୁ ଦେବି ଦିବ୍ୟ ଜୀବନ। ସତନାମ ଆଉ ସଦ୍ଗୁରୁ, ଏଇ ଦୁଇ ମହାଚରଣରେ ହୁଏ ତୁମେ ପୂଜାରୀ, ମୁଁ ହେବି ନାଉରୀ। ପାରିକରି ଦେବି ତୁମ ଜୀବନ ଜୁଆର, ମତେ ଦିଅ ତୁମ ହୃଦୟର ସିଂହାସନ। ମୁଁ ତୁମକୁ ଦେବି ସ୍ୱର୍ଗ ରାଜ୍ୟର ସିଂହାସନ, ମତେ ତୁମେ ଦିଅ ତୁମର ଭାରାକ୍ରାନ୍ତ ହୃଦୟ। ମୁଁ ତୁମକୁ ଦେବି ଉନ୍ମତ୍ତ ବିଗ୍ଧକ୍ତ ପ୍ରେମ, ତୁମର ଜୀବନର ସମସ୍ତ କଳୁଷ କାଳିମା ଧୋଇ ହେଇଯିବ, ଆଉ ତମେ ହୋଇ ଉଠିବ ଅସ୍ଥି ବୃଦ୍ଧି ଯାଜନ ଜୈତ୍ର ପରମାନନ୍ଦ ଉଦିତ ଶକ୍ତି ସମୃଦ୍ଧ ପରମ ପ୍ରେମ ପୃଷ୍ଠ ଚିର ଚେତନ ଶକ୍ତିର ଉପାସକ। ଜୟଗୁରୁ ମନ୍ଦେ ପୁରୁଷୋତ୍ତମ, ଜୟଗୁରୁ ଜୟଗୁରୁ। ଜୟ ଗୁରୁ ଆଜ୍ଞା, ଜୟ ଗୁରୁ। ସୁଦୂର କଳାହାଣ୍ଡି